ସାଙ୍ଗମାନେ 9 ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଜୀବନରେ ଚାଲିଥିବା ପ୍ରତ୍ୟେକ କଷ୍ଟରୁ ଆପଣଙ୍କୁ ମିଳିଯିବ ମୁକ୍ତି। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ କେବଳ ଧନର ବର୍ଷା ହିଁ ହେବ ନାହିଁ, ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ। ସାଙ୍ଗମାନେ, ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବହୁତ ମହତ୍ତ୍ୱ ମାନାଯାଇଥାଏ। ପଞ୍ଚାଙ୍ଗ ଅନୁସାରେ ଗୋଟିଏ ବର୍ଷରେ 12ଟି ପୂର୍ଣ୍ଣିମା ପଡ଼ିଥାଏ ଏବଂ ଏହି ଦିନଟିରେ ବିଶେଷ କରି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଓସ୍ତ ଗଛକୁ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ଏହି ଦିନରେ ଯଦି ଆପଣ ଦାନ ଧର୍ମ ଏଭଳି କିଛି ପୁଣ୍ୟ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ରାକ୍ଷୀ ପୂର୍ଣ୍ଣିମାରେ ଆପଣ ଯଦି ଭଗବାନ ବିଷ୍ଣୁଙ୍କର ମନ୍ତ୍ର ପାଠ କରନ୍ତି ତେବେ ଆପଣଙ୍କୁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହା ବ୍ୟତୀତ ଆପଣ ଯଦି ଏହି ଦିନ ନିଜର ସ୍ନାନ କରିବା ଜଳରେ ଅଳ୍ପ କିଛି ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତି ତେବେ ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଗଙ୍ଗାରେ ବୁଡ଼ ପକାଇବାର ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ତେବେ ସାଙ୍ଗମାନେ, ଏହି ଦିନ ଯଦି ଆପଣ କିଛି ଉପାୟର ମଧ୍ୟ ପାଳନ କରୁଛନ୍ତି ତେବେ ସେହି ଉପାୟର ଆପଣଙ୍କୁ 2 ଗୁଣା ଅଧିକ ଲାଭ ପ୍ରାପ୍ତ ହେବ। ତେବେ ଏହି ଦିନ ଯଦି ଆପଣ ତୁଳସୀ ଗଛ ମୂଳରେ ଏହି ଜିନିଷଟି ବାନ୍ଧି ନିଅନ୍ତି, ଯାହା ବିଷୟରେ ମୁଁ ଆପଣମାନଙ୍କୁ ଆଜିର ଏହି ଭିଡ଼ିଓରେ କହିବାକୁ ଯାଉଛି, ଏହି ଉପାୟଟିକୁ କରିବା ପରେ ଆପଣଙ୍କ ଜୀବନରେ ଚାଲିଥିବା ଦାରିଦ୍ର୍ୟତା ସବୁଦିନ ପାଇଁ ଶେଷ ହୋଇଯିବ। ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବା ସହିତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ମଧ୍ୟ ବିଶେଷ କୃପା ପ୍ରାପ୍ତି ହେବ। ସାଙ୍ଗମାନେ, ରାକ୍ଷୀ ପୂର୍ଣ୍ଣିମା ଦିନ ଯଦି ଆପଣ ଗୃହରେ ସତ୍ୟନାରାୟଣ ପୂଜା କରନ୍ତି ଏବଂ ବ୍ରତ ପାଳନ କରନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ଏହା ସହିତ ଏହି ଦିନ ଯଦି ଆପଣ ମା ତୁଳସୀଙ୍କୁ ବିଶେଷ ରୀତିରେ ପୂଜା କରିବେ ଏବଂ ତୁଳସୀ ମୂଳରେ ଏହି ଗୁପ୍ତ ଜିନିଷଟି ବାନ୍ଧିଦେବେ, ଯାହା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ତେବେ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଦାରିଦ୍ର୍ୟତା ଦୂର ହୋଇଯିବ। ଏହା ସହିତ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହେବ। ଯଦି ଆପଣଙ୍କ ଗୃହକୁ ଧନ ଆଗମନର ରାସ୍ତାଗୁଡ଼ିକ ବନ୍ଦ ହୋଇଯାଇଛି, ଗୃହରେ ଦାରିଦ୍ର୍ୟତା ଲାଗି ରହୁଛି, ଘରେ ସର୍ବଦା କଳି ଝଗଡ଼ା ଏବଂ ଅଶାନ୍ତି ଲାଗି ରହୁଛି, ତେବେ ଏହି ଶୁଭ ଅବସରରେ ରାକ୍ଷୀ ପୂର୍ଣ୍ଣିମା ଦିନ ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଜିନିଷ। ସାଙ୍ଗମାନେ, ତୁଳସୀ ଗଛ ତ ସମସ୍ତେ ଲଗାଇଥାନ୍ତି, ମାତ୍ର ଏହି କଥାକୁ କମ୍ ଲୋକ ଜାଣନ୍ତି ଯେ ତୁଳସୀ ଗଛ ମୂଳରେ ଯଦି ଆପଣ ଏହି ଜିନିଷଟି ବାନ୍ଧି ନିଅନ୍ତି ତେବେ ଆପଣଙ୍କୁ ମା ତୁଳସୀଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହା ସହିତ ମା ଲକ୍ଷ୍ମୀ ମଧ୍ୟ ଆକର୍ଷିତ ହୋଇଥାନ୍ତି, ଯାହାଦ୍ୱାରା ଆପଣଙ୍କ ଗୃହରେ କେବେ ବି ଦୁଃଖ କିମ୍ବା କଷ୍ଟ ଆସିନଥାଏ। ତେବେ ସାଙ୍ଗମାନେ, ଯଦି ଆପଣଙ୍କର ଅଗଣାରେ ତୁଳସୀ ଗଛ ଲାଗିଛି ତେବେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ। ତୁଳସୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ ବୋଲି ମାନାଯାଇଥାଏ। ନିୟମିତ ତୁଳସୀ ପୂଜା କରିବା ଦ୍ୱାରା ଆପଣଙ୍କୁ ଅନେକ ଗୁଡ଼ିଏ ଲାଭ ପ୍ରାପ୍ତି ହୋଇଥାଏ। ତୁଳସୀ ଗଛ ବିଷୟରେ ବେଦ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି, ମାତ୍ର ଆପଣ ତୁଳସୀ ଗଛ ମୂଳରେ ଏହି ଜିନିଷଟି ବାନ୍ଧିଲେ ଆପଣଙ୍କୁ ମା ତୁଳସୀଙ୍କର ଆଶୀର୍ବାଦ ମିଳିଥାଏ। ଜୀବନର ସବୁ ଖୁସି ମଧ୍ୟ ମିଳିଥାଏ। ସାଙ୍ଗମାନେ, କେବଳ ଆମ ଓଡ଼ିଶାରେ କିମ୍ବା ଭାରତରେ ନୁହେଁ, ପୃଥିବୀର ଅନେକ ଜାଗାରେ ତୁଳସୀ ଗଛକୁ ଏକ ପବିତ୍ର ବୃକ୍ଷ ବୋଲି ମାନାଯାଇଥାଏ। ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ ତୁଳସୀ। ଅନେକ ଧାର୍ମିକ ଅନୁଷ୍ଠାନ ଏବଂ ତାନ୍ତ୍ରିକ ପ୍ରୟୋଗରେ ମଧ୍ୟ ତୁଳସୀର ବ୍ୟବହାର କରାଯାଇଥାଏ। ପୁରାଣରେ ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ସେହି କାରଣରୁ ତୁଳସୀ ଜଗତ ଜନନୀ ଅଟନ୍ତି।
କାଠି ଏବଂ ତୁଳସୀଙ୍କୁ ଅମୃତର ପ୍ରତୀକ ବୋଲି ମଧ୍ୟ ମାନାଯାଇଥାଏ। ଯେଉଁଠାରେ ତୁଳସୀ ଗଛ ଲାଗିଥାଏ ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଏହି ତ୍ରିଦେବଙ୍କର ବାସ ହୋଇଥାଏ। ପ୍ରତିଦିନ ତୁଳସୀ ପୂଜା କରିବା ଦ୍ୱାରା ମହାପାପ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯେମିତି ସୂର୍ଯ୍ୟୋଦୟ ପରେ ଅନ୍ଧକାରର ବିନାଶ ହୋଇଥାଏ, ଶାସ୍ତ୍ର ଅନୁସାରେ ଯେଉଁ ଗୃହରେ ପ୍ରତିଦିନ ତୁଳସୀରେ ଜଳ ଅର୍ପଣ କରାଯାଏ ଏବଂ ତୁଳସୀ ଗଛ ହରାଭରା ହୋଇ ରହିଥାଏ, ସେହି ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ। ଆପଣମାନେ ଜାଣନ୍ତି, ଭଗବାନ ବିଷ୍ଣୁଙ୍କ ପୂଜାରେ ଏବଂ ପ୍ରସାଦରେ ତୁଳସୀ ପତ୍ରର ଲାଗି ହେବାକୁ ଜରୁରୀ ବୋଲି ମାନାଯାଇଥାଏ। କାରଣ ବିନା ତୁଳସୀ ପତ୍ରରେ ଭଗବାନ ବିଷ୍ଣୁ କୌଣସି ବି ପୂଜା କିମ୍ବା ପ୍ରସାଦକୁ ଗ୍ରହଣ କରନ୍ତି ନାହିଁ। ଏହି କାରଣରୁ ପ୍ରତ୍ୟେକ ହିନ୍ଦୁମାନଙ୍କର ଅଗଣାରେ ତୁଳସୀ ଗଛ ରହିବା ଜରୁରୀ ଅଟେ। ଘରେ ସୁଖ, ଶାନ୍ତି ବନି ରହିବା ପାଇଁ ମା ତୁଳସୀଙ୍କୁ ଆପଣ ଚୁନେରି ଅବଶ୍ୟ ଅର୍ପଣ କରନ୍ତୁ। ଅଜାଣତରେ ପ୍ରାୟତଃ ଅନେକ ଲୋକ ଏହି ଭୁଲଟିକୁ କରିଥାନ୍ତି। ସେମାନେ ମା ତୁଳସୀଙ୍କର ପୂଜା ତ କରିଥାନ୍ତି, ମାତ୍ର ତୁଳସୀଙ୍କୁ ଓଢ଼ଣୀ ଅର୍ପଣ କରିନଥାନ୍ତି, ଯେଉଁ କାରଣରୁ କି ସେମାନଙ୍କୁ ତୁଳସୀ ପୂଜାର କୌଣସି ଫଳ ପ୍ରାପ୍ତି ହୋଇନଥାଏ। ସାଙ୍ଗମାନେ, ଯେଉଁମାନେ ତୁଳସୀଙ୍କର ବିବାହ କରିଥାନ୍ତି ସେମାନଙ୍କ ଜୀବନରୁ ସମସ୍ତ ସମସ୍ୟାଗୁଡ଼ିକ ଦୂରେଇ ଯାଇଥାଏ। ସେମାନଙ୍କ ଜୀବନରେ କେବେ ବି କୌଣସି ସମସ୍ୟା ଆସିନଥାଏ। ଶାଳଗ୍ରାମଙ୍କ ସହିତ ତୁଳସୀଙ୍କର ବିବାହ କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା, ଦୁଃଖ, ଦରିଦ୍ର, ରୋଗ, ଶୋକ ସବୁକିଛି ଦୂର ହୋଇଥାଏ। ସାଙ୍ଗମାନେ, ଯଦି ଆପଣ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଜଳରେ କିଛି ଟୋପା କ୍ଷୀର ମିଶାଇ ତୁଳସୀ ଗଛରେ ଅର୍ପଣ କରନ୍ତି ତ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହୋଇଥାଏ। କାରଣ ତୁଳସୀଙ୍କୁ ବିଷ୍ଣୁପ୍ରିୟା ବୋଲି ମଧ୍ୟ ମାନାଯାଇଥାଏ। ସେଥିପାଇଁ ତୁଳସୀରେ କ୍ଷୀର ଚଢ଼ାଇବାର ମାନେ ହେଲା ଭଗବାନ ବିଷ୍ଣୁଙ୍କୁ ମଧ୍ୟ କ୍ଷୀର ଅର୍ପଣ କରିବା। ଏହି ଉପାୟ ଦ୍ୱାରା ଆପଣଙ୍କ ଗୃହରେ ସୁଖ, ସମୃଦ୍ଧି ଏବଂ ଧନଧାନ୍ୟରେ ବୃଦ୍ଧି ହୋଇଥାଏ। ଏହି ଉପାୟଟିକୁ ଯଦି ଆପଣ ପ୍ରତ୍ୟେକ ପୂର୍ଣ୍ଣିମା ଏବଂ ପ୍ରତ୍ୟେକ ଗୁରୁବାର ଦିନ ପାଳନ କରନ୍ତି, ତେବେ ଆପଣଙ୍କ ଜାତକରେ ଗୁରୁଗ୍ରହ ମଜବୁତ ହୋଇଥାନ୍ତି। ତେବେ ଏହି ଉପାୟଟିକୁ ଯଦି ଆପଣ ଏହି ପୂର୍ଣ୍ଣିମା ଦିନ, ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଉପାୟଟିକୁ ପାଳନ କରି ନିଅନ୍ତି, ତେବେ ଏହି ଉପାୟଟି ଆହୁରି ପ୍ରଭାବଶାଳୀ ହୋଇଥାଏ। ତେବେ ଆପଣ ଏହି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଅନ୍ତୁ। ତେବେ ଯେଉଁ ଲାଲ ଏବଂ ହଳଦିଆ ରଙ୍ଗର ସୂତା ପୂଜା କାର୍ଯ୍ୟରେ ଲାଗିଥାଏ, ଯାହାକୁ କି ସେହି ସୂତାକୁ ଆଣି ଆପଣ ତୁଳସୀ ଗଛ ମୂଳରେ ଆପଣ ବାନ୍ଧିଦେବେ। ତାପରେ ଆପଣ ଗୋଟିଏ ମାଟି ହାଣ୍ଡି ଆଣନ୍ତୁ ଏବଂ ସେଥିରେ ଚାଉଳ ଭର୍ତ୍ତି କରି ରଖନ୍ତୁ। ଚାଉଳ ଉପରେ ଆପଣ କିଛି ସିନ୍ଦୁର, 1 ଟଙ୍କାର କଏନ୍ ଏବଂ 3ଟି ତୁଳସୀ ପତ୍ର ରଖିଦେବେ। ତାପରେ ସେଥିରେ ଗୋଟିଏ ଚୁନେରି ଘୋଡ଼ାଇ ଦେଇ ତାକୁ ନେଇ ମା ତୁଳସୀଙ୍କ ପାଖକୁ ଯିବେ ଏବଂ ତାକୁ ଧରି ଆପଣ ମା ତୁଳସୀଙ୍କ ନିକଟରେ ପ୍ରାର୍ଥନା କରିବେ ଯେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟା ଏବଂ ଦାରିଦ୍ର୍ୟତାକୁ ସବୁଦିନ ପାଇଁ ଦୂର କରିଦେବା ପାଇଁ। ତାପରେ ସେହି ହାଣ୍ଡିଟିକୁ ନେଇ ଆପଣ ନିଜର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏପରି ମାନାଯାଇଥାଏ କି ମା ଲକ୍ଷ୍ମୀଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛନ୍ତି ତୁଳସୀ। ତେଣୁ ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଦେବେ ତ ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। କାରଣ ଆପଣମାନେ ଜାଣନ୍ତି, ଯେଉଁ ବ୍ୟକ୍ତିଙ୍କୁ ମା ତୁଳସୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ସେହି ବ୍ୟକ୍ତିଙ୍କର ଜୀବନରେ କେବେ ବି ଦୁଃଖ କିମ୍ବା ଦାରିଦ୍ର୍ୟତା ଆସିନଥାଏ। ତେବେ ଏହି ଉପାୟକୁ ଆପଣ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଅବଶ୍ୟ କରନ୍ତୁ। ସାଙ୍ଗମାନେ, ଆପଣମାନେ ସମସ୍ତେ ତ ତୁଳସୀ ଗଛର ବିଶେଷତ୍ୱ, ମହତ୍ୱ ବିଷୟରେ ଜାଣିଥିବେ। ମାତ୍ର ଅନେକ ବ୍ୟକ୍ତି ତୁଳସୀ ଗଛକୁ ଘରେ ରଖି କିଛି ଭୁଲ ମଧ୍ୟ କରିଦେଇଥାନ୍ତି, ଯାହାଦ୍ୱାରା ସେମାନଙ୍କୁ ତୁଳସୀ ପୂଜାର
କୌଣସି ଲାଭ ମିଳିନଥାଏ। ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ଯଦି ଆପଣଙ୍କ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ଯଦି ଆପେ ଆପେ ତୁଳସୀ ଗଛ ଉଠିଯାଏ ତେବେ ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ତୁଳସୀ ଗଛ ସର୍ବଦା ବିଷମ ସଂଖ୍ୟାରେ ରହିବା ଉଚିତ, ଯେମିତିକି 3ଟି, 5ଟି, 7ଟି ଏଭଳି ଭାବରେ। ତୁଳସୀ ଗଛ ନିକଟରେ କେବେ ବି ଶିବଲିଙ୍ଗ ରଖିବା ଉଚିତ ନୁହେଁ କିମ୍ବା ଗଣେଶଙ୍କର ପ୍ରତିମା ମଧ୍ୟ ରଖିବେ ନାହିଁ। ଏହା ଆପଣଙ୍କର ବିନାଶର କାରଣ ହୋଇଥାଏ। ତେବେ ନିୟମିତ ଭାବରେ ତୁଳସୀ ମୂଳରେ ଦୀପ ଜାଳିଲେ ଆପଣଙ୍କୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ସାଙ୍ଗମାନେ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଆପଣ ଯଦି ତୁଳସୀଙ୍କ ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ତୁଳସୀ ଗଛ ନିକଟରେ କଦଳୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ, କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ତୁଳସୀ ଗଛ ପାଖରେ ଶାଳଗ୍ରାମ ଅବଶ୍ୟ ରଖନ୍ତୁ, କାରଣ ଶାଳଗ୍ରାମ ମଧ୍ୟ ଭଗବାନ ବିଷ୍ଣୁଙ୍କର ପ୍ରତୀକ ଅଟେ। ତେବେ ଏପରି କରିବା ଦ୍ୱାରା ଆପଣଙ୍କ ଗୃହକୁ କେବେ ବି କୌଣସି ଦୁଃଖ କିମ୍ବା ସମସ୍ୟା ଆସିନଥାଏ। ତେବେ ସାଙ୍ଗମାନେ, ତୁଳସୀ ପୂଜାରେ ଏହିସବୁ ନିୟମଗୁଡ଼ିକୁ ଆପଣ ନିଶ୍ଚୟ ମନେ ରଖନ୍ତୁ ଏବଂ ମାନନ୍ତୁ। ଏହା ସହିତ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ତୁଳସୀ ଗଛ ନିକଟରେ ଏହି ଉପାୟଟି ମଧ୍ୟ ନିଶ୍ଚୟ ପାଳନ କରନ୍ତୁ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ନିଶ୍ଚୟ ଲେଖନ୍ତୁ।